କରାଯିବ। ପ୍ରଥମେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର। ଆଇନ ମନ୍ତ୍ରୀଙ୍କ ଘରେ ବୈଠକ ଶେଷ। ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି। ନୂଆ ଏସ୍ଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ୍ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି। ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ତାରିଖ ବାବଦରେ ସ୍ପଷ୍ଟତା ଆସିଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସାରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି, କିନ୍ତୁ ରତ୍ନ ଅଳଙ୍କାର ଗଣତି ମଣତି ହେଉନି। ଶ୍ରୀମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସାରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି, କିନ୍ତୁ ରତ୍ନ ଅଳଙ୍କାର ଗଣତି ମଣତି ହେଉନି। ଶ୍ରୀମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି। ଏପଟେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ପୁଣି ଶସ୍ତା ହେଇଗଲା ସୁନା ରୂପା। ଏକାଥରେ ଏତେ କମିଗଲା ଦାମ। ଗୋଟିଏ ଝଟକାରେ ରୂପା ମୂଲ୍ୟ 8,000 ଟଙ୍କାରୁ ଅଧିକ ହ୍ରାସ ପାଇଛି, ଯେତେବେଳେ ସୁନା ମଧ୍ୟ ପ୍ରାୟ 1,000 ଟଙ୍କା ହ୍ରାସ ପାଇଛି। ପୃଥ୍ୱୀ ଇନମାର୍ଟର ମନୋଜ କୁମାର ଜୈନ କୁହନ୍ତି ଯେ ବିଶ୍ୱ ଆର୍ଥିକ ବଜାରଗୁଡ଼ିକ ବର୍ତ୍ତମାନ ଅତ୍ୟନ୍ତ ଅସ୍ଥିରତା ଅନୁଭବ କରୁଛନ୍ତି। ଏହାର ମୁଖ୍ୟ କାରଣ ଏଆଇ ନେତୃତ୍ୱ ଝଟକା ଏବଂ ବିଶ୍ୱ ସେୟାର କ୍ରୟକୁ ଦାୟୀ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ମୂଲ୍ୟବାନ ଧାତୁ ଉପରେ ପଡ଼ିଛି, ଯାହା ଫଳରେ ଏହି ତୀବ୍ର ମୂଲ୍ୟ ହ୍ରାସ ଘଟିଛି। ବିଶେଷଜ୍ଞମାନେ ରୂପା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ରୂପା ଅତ୍ୟନ୍ତ ତେଣୁ ବର୍ତ୍ତମାନ ପାଇଁ ଏଥିରେ ବାଣିଜ୍ୟ କରିବାରୁ ବଞ୍ଚିବାର ପରାମର୍ଶ ଦିଆଯାଇଛି। ରୂପାର ସମର୍ଥନ 2,38,800 ଟଙ୍କା ଏବଂ ପ୍ରତିରୋଧ 2,49,100 ଟଙ୍କାରେ ଅଛି। ଦିଲ୍ଲୀରେ 22 କ୍ୟାରେଟ୍ ମାନକ ସୁନାର ମୂଲ୍ୟ ପ୍ରତି 8 ଗ୍ରାମ 1,15,792 ଟଙ୍କା, ଯେତେବେଳେ 24 କ୍ୟାରେଟ୍ ଶୁଦ୍ଧ ସୁନା 1,26,312 ଟଙ୍କା। ପରବର୍ତ୍ତୀ ଖବର, ଏହି ଦିନ ଖାତାକୁ ଆସିବ ସୁଭଦ୍ରାର ଚତୁର୍ଥ କିସ୍ତି। 5,000 ଟଙ୍କା ଲେଖାଏଁ ପାଇବେ କୋଟିଏ ମହିଳା। ତାରିଖ କହିଦେଲେ ପ୍ରଭାତୀ ପରିଡ଼ା। ମାର୍ଚ୍ଚ 8 ଆନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରକେ 5,000 ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି ଦେଖିବା, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର 3ଟି କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି। 3ଟି କିସ୍ତିରେ ମୋଟ 15,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ 22 ତାରିଖରେ ନୂଆ କରି ଆବେଦନ କରିଥିବା ପୂର୍ବ କିସ୍ତି ପାଇନଥିବା ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ଟଙ୍କା ଦିଆଯାଇଥିଲା। ସେମାନେ ଏକା ସାଙ୍ଗରେ 2ଟି କିସ୍ତି ପାଇଛନ୍ତି। ପରବର୍ତ୍ତୀ ଖବର, ବିଶ୍ୱ ଦେଖିବ ଭାରତର ଶକ୍ତି। ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ ଏଆଇ ଇମ୍ଫାକ୍ ସମିଟ୍ 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ। ଫେବୃଆରୀ 17 ଏବଂ 18 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ଫାକ୍ ଶିଖର ସମ୍ମିଳନୀ 2026 କେବଳ ଏକ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତର ବର୍ଦ୍ଧିତ ବିଶ୍ୱ ଭୂମିକା ପାଇଁ ଏକ ପ୍ରମୁଖ ମଞ୍ଚ ହେବାକୁ ଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଭାରତରେ ପହଞ୍ଚିଛନ୍ତି। ଏହି ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିଶ୍ୱ ଅର୍ଥନୀତି, ସୁରକ୍ଷା, ଶାସନ ଏବଂ ଶିଳ୍ପକୁ ପରିବର୍ତ୍ତନ କରୁଛି। ଭାରତ ଏହି ମଞ୍ଚକୁ ବ୍ୟବହାର କରି ନିଜକୁ ଏଆଇ ନୀତି ସହ ନବସୃଜନ ଏବଂ ବିଶ୍ୱ ସହଯୋଗର କେନ୍ଦ୍ରରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି। ଭାରତ 2026 ଏଆଇ ପ୍ରଭାବ ସମ୍ମିଳନୀରେ ଏକ ପ୍ରମୁଖ ଖେଳାଳି ହେବ। ଏହି ପ୍ଲାଟଫର୍ମ, ଯେଉଁଠାରେ ଏତେ ଦେଶର ଶୀର୍ଷ ନେତାମାନେ ଏକାଠି ହୁଅନ୍ତି, ତାହା କେବଳ ଏକ ପ୍ରଯୁକ୍ତି ବିଦ୍ୟା ସମ୍ମିଳନୀ ନୁହେଁ, ବରଂ ବିଶ୍ୱ ରଣନୈତିକ ଆଲୋଚନାର ଏକ କେନ୍ଦ୍ର ହୋଇଯାଏ। ସ୍ପଷ୍ଟ ଭାବରେ ଏଆଇ ପ୍ରଭାବ ସମ୍ମିଳନୀ 2026 ଭାରତର ବର୍ଦ୍ଧିତ ପ୍ରଯୁକ୍ତି ବିଦ୍ୟା ଦକ୍ଷତା ଏବଂ ବିଶ୍ୱ ପ୍ରଭାବର ଏକ ପ୍ରମୁଖ ପ୍ରଦର୍ଶନ ହେବାକୁ ପ୍ରସ୍ତୁତ। ପରବର୍ତ୍ତୀ ଖବର, ଆସିଗଲା ନୂଆ ତାରିଖ। ଏହି ଦିନ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ହୋଲି ପୂର୍ବରୁ ଚାଷୀଙ୍କୁ ମିଳିବ ଉପହାର। ରିପୋର୍ଟ ଅନୁସାରେ ହୋଲି ପୂର୍ବରୁ ସରକାର ଚାଷୀମାନଙ୍କୁ ଏହି ଉପହାର ଦେବାକୁ ପ୍ରସ୍ତୁତି କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି 24 ଫେବୃଆରୀ 2026 ପରେ ଯେକୌଣସି ସମୟରେ ଜାରି ହୋଇପାରେ ବୋଲି ଆଶା କରାଯାଉଛି। ଯଦିଓ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ଘୋଷଣା କରାଯାଇନାହିଁ, କିନ୍ତୁ ପୂର୍ବ କିସ୍ତିର ଧାରା ଏବଂ ପର୍ବର ସମୟକୁ ବିଚାର କରି ଏହି ବିଶ୍ୱାସ କରାଯାଉଛି ଯେ ହୋଲିର ଆନନ୍ଦକୁ ନଷ୍ଟ ନ କରିବା ପାଇଁ ସରକାର ଏହି ସମୟ ମଧ୍ୟରେ ଟଙ୍କା ସ୍ଥାନାନ୍ତର କରିପାରନ୍ତି। ସାଧାରଣତଃ ଏହି ଯୋଜନା ଅଧୀନରେ 2,000 ଟଙ୍କା ପଠାଯାଏ, କିନ୍ତୁ ଏଥର ଅନେକ ଚାଷୀ 4,000 ଟଙ୍କା ପାଇପାରନ୍ତି। ଏହା ବୋନସ୍ ନୁହେଁ, ବରଂ
ସେହି ଚାଷୀଙ୍କ ପାଇଁ ଏକ ଅଧିକାର ଯାହାର ପୂର୍ବ କିସ୍ତି ଯାନ୍ତ୍ରିକ କାରଣ କିମ୍ବା ଅସମ୍ପୂର୍ଣ୍ଣ କାଗଜପତ୍ର ଯୋଗୁଁ ବିଳମ୍ବ ହୋଇଥିଲା। ଯୋଗ୍ୟ ଚାଷୀ ଯେଉଁମାନେ 21ତମ କିସ୍ତିରୁ ବଞ୍ଚିତ ହୋଇଛନ୍ତି ଏବଂ ସେମାନଙ୍କର ସମସ୍ୟାର ସମାଧାନ କରିଛନ୍ତି, ସେମାନେ ପୂର୍ବ ଏବଂ ବର୍ତ୍ତମାନର କିସ୍ତିରୁ ମିଳିତ ଭାବରେ ଦେୟ ପାଇବେ। ଏହାର ଅର୍ଥ ହେଉଛି 4,000 ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଏବେ ଅନ୍ୟ ଚାଷୀମାନେ ସାଧାରଣ ଭାବରେ 2,000 ପାଇବେ। ପରବର୍ତ୍ତୀ ଖବର, ସୌର ଚାଳିତ ନଳକୂପ ସ୍ଥାପନ କଲା ବେଦାନ୍ତ। 3,000ରୁ ଅଧିକ ଗ୍ରାମବାସୀଙ୍କୁ ମିଳିଲା ନିରାପଦ ପାନୀୟ ଜଳ। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଜଳ ପରିମଳ ଏବଂ ସ୍ୱଚ୍ଛତା ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ସହିତ ସୌର ଚାଳିତ ନଳକୂପ ସ୍ଥାପନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ଶୃଙ୍ଗେର, ଧାମନଘାଟି, ଡୁମେରପାଦର, ଶାଗବାରୀ, ଲଦାଖମାନ ଏବଂ ସୟାଡିମାଲାରେ ଅବସ୍ଥିତ ଏହି ଜଳ ଯୋଗାଣ ବ୍ୟବସ୍ଥା 3,000ରୁ ଅଧିକ ଗ୍ରାମବାସୀଙ୍କୁ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ଯୋଗାଇ ଦେଉଛି। ନଳକୂପ 1.5 କିଲୋୱାଟ ସୌରଶକ୍ତି ୟୁନିଟ୍ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହା 1 HP ଭୂତଳ ପାଣିକୁ ଚଳାଇଥାଏ, ଯାହା ଗଭୀର ଜଳଭଣ୍ଡାରରୁ ଜଳ ଉତ୍ତୋଳନକୁ ସକ୍ଷମ କରି ନିରବିଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଥାଏ। ଶୁଦ୍ଧୀକରଣ ୟୁନିଟ୍ PSRF ନାନୋ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ହାନିକାରକ ଜୀବାଣୁ ମାରିଥାଏ।